ଜୀବନରେ ଯେତେବେଳେ ବି ଖରାପ ସମୟ ଆସିଥାଏ କେବେ ବି ଏହି କଥା ଭାବନ୍ତୁ ନାହିଁ ଯେ ମୋ ସହ ଏମିତି କ'ଣ ପାଇଁ ଘଟୁଛି, ମୋର ଏହି ଦଶା ପାଇଁ କେଉଁ ବ୍ୟକ୍ତି ଦାୟୀ, ଲୋକମାନେ ମୋ ବିଷୟରେ ଏମିତି ଚିନ୍ତା କାହିଁକି କରୁଛନ୍ତି, ସେହି ବ୍ୟକ୍ତି ମୋ ସହ ଖରାପ ବ୍ୟବହାର କ'ଣ ପାଇଁ କଲା। କେବଳ ଏତିକି ଚିନ୍ତା କରନ୍ତୁ ଯେ ଆଜି ମୋ ଜୀବନରେ ଯେଉଁ ବି ସ୍ଥିତି ଅଛି ସେହି ପରିସ୍ଥିତିରୁ ମୁଁ କେମିତି ପ୍ରକାରରେ ବାହାରିବି। ରାତ୍ରି ସମୟରେ ଯେତେ ବି କିଟିକିଟି ଅନ୍ଧାର ଥାଉ ନା କାହିଁକି ଗୋଟିଏ ଛୋଟ ଦୀପର ପ୍ରକାଶ ମାର୍ଗ ଦେଖାଇଥାଏ। ନିଜର ଦୁଃଖ କେବଳ ଭଗବାନଙ୍କୁ ଜଣାନ୍ତୁ, ଦୁନିଆର ଲୋକଙ୍କୁ ନୁହେଁ। କାହିଁକି ନା ଦୁନିଆରେ ପ୍ରାୟ ସମସ୍ତେ ଦୁର୍ବଳତାର ଫାଇଦା ଉଠାନ୍ତି। ଭଲ ପାଇବା ଦୁନିଆର ସବୁଠୁ ସୁନ୍ଦର ଜିନିଷ। ନା ତାକୁ ଛୁଇଁ ହୁଏ ନା ତାକୁ ପାଇ ହୁଏ, ବାସ୍ କେବଳ ହୃଦୟ ଆଉ ହୃଦୟରେ ଅନୁଭବ କରି ହୁଏ। ଜୀବନରେ କେବେ ବି କୌଣସି କଥା ପାଇଁ ଗର୍ବ କରନ୍ତୁ ନାହିଁ, କାରଣ ପଥର ଯେତେବେଳେ ପାଣିରେ ପଡ଼େ ସିଏ ସେତେବେଳେ ତାହାର ଓଜନ ପାଇଁ ହିଁ ପାଣିରେ ବୁଡ଼ିଯାଏ। ବଞ୍ଚିଲା ବେଳେ ଯେଉଁ ଲୋକମାନେ ସାହାଯ୍ୟର ହାତ ଟିକେ ବଢ଼ାନ୍ତି ନାହିଁ, ମରିଗଲା ପରେ ସେହି ଲୋକମାନେ କାନ୍ଧ ଦେବାକୁ ଚାଲି ଆସନ୍ତି। ତାହେଲେ ଭାବନ୍ତୁ ଜୀବନ ସୁନ୍ଦର ନା ମୃତ୍ୟୁ। ଜୀବନରେ ସେହି ସମ୍ପର୍କ ବହୁତ ଶକ୍ତିଶାଳୀ ହୋଇଥାଏ ଯାହାକୁ ହରେଇବାର ଭୟ ଉଭୟ ପଟରୁ ଥାଏ। ଶ୍ରୀକୃଷ୍ଣ କହିଛନ୍ତି ଭରସା ସମସ୍ତଙ୍କ ଉପରେ କରନ୍ତୁ, କିନ୍ତୁ ସାବଧାନତା ସହ। କାହିଁକି ନା ବେଳେ ବେଳେ ନିଜ ଦାନ୍ତ ବି ଜିଭକୁ ଆଘାତ ଦେଇଥାଏ। ସମ୍ପର୍କ ସବୁବେଳେ ଚନ୍ଦନ ପରି ରଖିବା ଉଚିତ, ଯେପରି ଚନ୍ଦନ 100 ଖଣ୍ଡ ହେଲେ ବି ତାହାର ସୁଗନ୍ଧ ସବୁଠି ରହିଥାଏ। ଠିକ୍ ସେହିପରି ସମ୍ପର୍କ ମଧ୍ୟ ସବୁ ପରିସ୍ଥିତିରେ ସମାନ ରହିବା ଦରକାର। ଶ୍ରୀକୃଷ୍ଣ କହିଛନ୍ତି ଲୋକଙ୍କ କଥାରେ କ'ଣ ଅଛି, ନିଜ କର୍ମରେ ବିଶ୍ୱାସ କର। ମୁହୂର୍ତ୍ତରେ ସେହି ଲୋକ ବିଶ୍ୱାସରେ ପତି ପକାନ୍ତି, ପୁଣି ସେହି ଲୋକ ହିଁ ନିନ୍ଦାରେ ଭସାଇ ଦିଅନ୍ତି। ପୋଖରୀ କୂଅଠାରୁ ଆକାରରେ ଯଥେଷ୍ଟ ବଡ଼ ହୋଇଥାଏ, ତଥାପି ଲୋକେ କୂଅରୁ ହିଁ ପାଣି ପିଅନ୍ତି, କାରଣ କୂଅ ପାଣି ପୋଖରୀ ପାଣିଠାରୁ ବିଶୁଦ୍ଧ ଅଟେ। ଠିକ୍ ସେହିପରି ମଣିଷ ଧନରେ ବଡ଼ ହେବା କିଛି ବଡ଼ କଥା ନୁହେଁ, ତାହାର ବିଚାରରେ ଶୁଦ୍ଧତା ଥିବା ଦରକାର, ତାହେଲେ ସେ ମହାନ ହୋଇପାରିବ। ରାଶିଫଳ ଉପରେ ବିଶ୍ୱାସ ନ କରି ନିଜର କର୍ମଫଳ ଉପରେ ବିଶ୍ୱାସ କରନ୍ତୁ, କାହିଁକି ନା ରାଶି ତ ରାମ ଏବଂ ରାବଣଙ୍କର ମଧ୍ୟ ଗୋଟିଏ ଥିଲା, କିନ୍ତୁ ନିୟତି ସେମାନଙ୍କର କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲା। କାଉ କେବେ କାହାର ଧନ ଚୋରି କରି ନିଏ ନାହିଁ, ତଥାପି ଲୋକେ କାଉକୁ ଭଲ ପାଆନ୍ତି ନାହିଁ। କୋଇଲି କେବେ କାହାକୁ ବି ଧନ ଦେଇ ନଥାଏ, ତଥାପି ଲୋକମାନେ କୋଇଲିକୁ ଭଲ ପାଆନ୍ତି। କାହିଁକି ନା କୋଇଲିର ସ୍ୱର ମଧୁର ଏବଂ କାଉର ସ୍ୱର କର୍କଶ। ତେଣୁ ବନ୍ଧୁଗଣ, ସବୁବେଳେ ଭଲ ବ୍ୟବହାର କରନ୍ତୁ ଆଉ ମିଠା ମିଠା କଥା କୁହନ୍ତୁ। ଦେଖିବେ ସମସ୍ତେ ଆପଣଙ୍କୁ ଭଲ ପାଇବେ ଏବଂ ସମସ୍ତଙ୍କ ମନ ଆପଣ ଜିତିପାରିବେ। କାହାକୁ ଭରସା କରିବା ସମୟରେ ଟିକେ ସତର୍କ ରହିବେ, କାରଣ ମିସ୍ତ୍ରୀ ଏବଂ ଫିଟିକିରି ଦେଖିବାକୁ ଏକା ପ୍ରକାରର ହୋଇଥାଏ। ଲୋକଙ୍କ କଥାରେ କ'ଣ ଅଛି ଆଜ୍ଞା, ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ, କାରଣ ଗୋଟିଏ ମୁହୂର୍ତ୍ତରେ ଯେଉଁ ଲୋକେ ନିନ୍ଦାରେ ଭସାଇ ଦିଅନ୍ତି, ଆଉ ଯଦି ଆପଣ ଜୀବନରେ ବହୁତ ଉନ୍ନତି କଲେ ତେବେ ସେହି ଲୋକ ହିଁ ପ୍ରଶଂସାରେ ପତି ପକାନ୍ତି। ଯଦି କାହାର ଖରାପ ସମୟ ଚାଲିଛି ତେବେ ତାକୁ ସାହସ ଦିଅନ୍ତୁ, ତାହା ହାତ ଧରନ୍ତୁ, ତାକୁ ଆଶ୍ରୟ ଦିଅନ୍ତୁ, କାହିଁକି ନା ଖରାପ ସମୟ ତ କିଛି ସମୟ ପରେ ଚାଲିଯିବ, କିନ୍ତୁ ସେ ଆଜୀବନ ଆପଣଙ୍କ ପାଖରେ ଋଣୀ ହୋଇ ରହିଯିବ। ନିଜ ପରିବାରରେ ଅପ୍ରିୟ ହୋଇ ବାହାର ଲୋକଙ୍କ ପ୍ରିୟପାତ୍ର ହେବାର କୌଣସି ମୂଲ୍ୟ ନଥାଏ, କାରଣ ଅସୁବିଧା ସମୟରେ ବାହାର ଲୋକ ମଜା ଦେଖୁଥିବା ବେଳେ ପରିବାର ଲୋକ ହିଁ ସାହାଯ୍ୟ କରିଥାନ୍ତି। ଏହା ଅକାଟ୍ୟ ସତ୍ୟ। ଜୀବନରେ କେଉଁ ଜିନିଷ ମଗାଯାଏ ନାହିଁ, ତାହା ହେଉଛି ସମ୍ମାନ, ପ୍ରଶଂସା, ଆଶୀର୍ବାଦ ଏବଂ ପ୍ରେମ। ଏହା ମଗାଯାଏ ନାହିଁ, ଏହାକୁ ନିଜେ ହିଁ ଅର୍ଜନ କରିବାକୁ ପଡ଼ିଥାଏ। ଶ୍ରୀକୃଷ୍ଣ କହିଛନ୍ତି
ଯଦି କେହି ତୁମ ମୂଲ୍ୟ ବୁଝୁନାହିଁ ତେବେ ମନ ଦୁଃଖ କର ନାହିଁ, କାରଣ ସୁନାର ମୂଲ୍ୟ କବାଡ଼ିବାଲା କେବେ ହେଲେ ବୁଝିପାରେ ନାହିଁ। ଚୁପ୍ ରହିବା ଏବଂ ହସିବା ଏହି ଦୁଇଟି ଜୀବନର ମୂଲ୍ୟବାନ ଉପକରଣ। ଚୁପ୍ ରହିବା ଦ୍ୱାରା ସବୁ ସମସ୍ୟାର ସମାଧାନ ମିଳିଥାଏ। ହସିବା ଦ୍ୱାରା ସମସ୍ୟା କେତେବେଳେ ବିତିଯାଏ ତାହା ଜଣାପଡ଼େ ନାହିଁ। ମନୁଷ୍ୟ ସକାଳୁ ସନ୍ଧ୍ୟା ଯାଏ କାମ କରି ସେତିକି ଥକି ନଥାଏ ଯେତିକି ଚିନ୍ତା ଏବଂ କ୍ଷଣିକ କ୍ରୋଧ ପାଇଁ ଥକିଥାଏ। ତେଣୁ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ। ଚିନ୍ତା ମଣିଷର ବୁଦ୍ଧିକୁ ନଷ୍ଟ କରିଥାଏ। ଲୁହାକୁ କେହି କେବେ ନଷ୍ଟ କରିପାରିବେ ନାହିଁ। କେବଳ ଲୁହାର କଳଙ୍କ ହିଁ ଲୁହାକୁ ନଷ୍ଟ କରିଥାଏ। ଠିକ୍ ସେହିପରି ମନୁଷ୍ୟକୁ ଅନ୍ୟ କେହି ନୁହେଁ, କେବଳ ତାହା ଚିନ୍ତାଧାରା ହିଁ ନଷ୍ଟ କରିଥାଏ। ସେଥିପାଇଁ ଚିନ୍ତାଧାରା ଭଲ ରଖନ୍ତୁ, ନିଶ୍ଚିନ୍ତ ଭଲରେ ରହିବେ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯିଏ ସବୁବେଳେ ମୋର ସ୍ମରଣ କରନ୍ତି କିମ୍ବା ଏକ ମନରେ ମୋର ପୂଜନ କରନ୍ତି, ମୁଁ ବ୍ୟକ୍ତିଗତ ରୂପରେ ତାଙ୍କର କଲ୍ୟାଣର ଉତ୍ତରଦାୟିତ୍ୱ ନେଇଥାଏ। ଯେଉଁ ମନୁଷ୍ୟ ଭିତରେ ଆଧ୍ୟାତ୍ମିକ ଭାବନା ଭରି ରହିଥାଏ, ସେହି ମନୁଷ୍ୟର ଚିନ୍ତାଧାରା ସବୁବେଳେ ଭଲ ହୋଇଥାଏ। ଯେମିତିକି ମୋତେ ମିଳିଥିବା କଷ୍ଟ ଭଗବାନ ଆଉ କାହାକୁ ନ ଦିଅନ୍ତୁ, ଆଉ ମୋତେ ମିଳିଥିବା ସୁଖ ଭଗବାନ ସମସ୍ତଙ୍କୁ ଦିଅନ୍ତୁ।